ଅପରାଧ ନିଜକୁ ନିଜେ ତାକୁ ସେ ପଛ ଲାଇନ୍ରେ ବସେଇଥିଲେ ଖାଲି ଓ ମୁହଁକୁ ଟେକୁଥାଏ ଲୋକଙ୍କୁ ଦେଖେଇବା ପାଇଁ ଏମିତି ଏମିତି ଖାଲି ଦୋହଲୁଥାଏ। ସେ ଦୋହଲିଆର ମୂଲ୍ୟ କ'ଣ ଅଛି? ତମକୁ ତ କେହି ପଚାରୁନାହାନ୍ତି। ମଞ୍ଚା ଉପରେ ଖାଲି ଦୋହଲୁଛ କ'ଣ? ତମର ଗୋଟେ ପୋଷ୍ଟର କେଉଁଠି ମରା ହେଇଛି? ତମର ହାରିଆ ଏମ୍ଏଲ୍ଏଙ୍କର ମରା ହେଇଛି ଭୁବନେଶ୍ୱରରେ, ଜିତିଆ ଏମ୍ଏଲ୍ଏଙ୍କର ମରା ହେଇଛି, ସବୁ ମନ୍ତ୍ରୀଙ୍କର ମରା ହେଇଛି, 2 ଉପମୁଖ୍ୟମନ୍ତ୍ରୀଙ୍କ ମରା ହେଇଛି, ମୁଖ୍ୟମନ୍ତ୍ରୀର ମରା ହେଇଛି। କେଉଁଠି ତମର ନାହିଁ? ତମେ ଲଜ୍ଜା ଲାଗୁନି ଯାଇଛ ସେ ମଞ୍ଚା ଉପରକୁ ଯାଇ ମୁହଁ ଦେଖାଉଛ ପଛରେ ବସିକିରି? ସେ ମୁହଁର ମୂଲ୍ୟ କିଛି ଅଛି? ଭୁବନେଶ୍ୱରରେ ତମକୁ ଦିନେ କେଉଁଠି ଦେଖିବାକୁ ପାଉନୁ। ମୁଁ ସାରା ଯିବା ପାଇଁ ଚାହୁଁନି। ମୋର ସମସ୍ତଙ୍କ ପ୍ରତି ସମ୍ମାନ ରହିଛି, ତାଙ୍କ ପ୍ରତି ରହିଛି। ସେ ବି ଆମ MP MLA ମାନଙ୍କ ପ୍ରତି ଅଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଛି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତି ଅଛି। ଆମେ ସମସ୍ତଙ୍କୁ ନେଇ କାମ କରୁ। ଭୁବନେଶ୍ୱରର ସର୍ବାଙ୍ଗୀନ ଉନ୍ନତି ସବୁ ଦଳକୁ ଧରି ଆମେ କରିଆସୁ। ଏଠି ଆଲୁଅ ନଥିଲା, ଇଲେକ୍ଟ୍ରି ନଥିଲା, ବଲ୍ ଜଳୁଥିଲା। ଏଠି ଆମେ ମହତାବ ପଛରେ ଲାଗି ବଲ୍ ଲଗେଇଲୁ। ରାସ୍ତାଘାଟ ମହତାବ ଶତପୀର ମହାନ୍ତିକି ଧରି, ତାପରେ ଆଇଲେ ନବୀନ ପଟ୍ଟନାୟକ, ଜାନକୀ ପଟ୍ଟନାୟକ, ତାଙ୍କୁ ଧରି, ନବୀନ ପଟ୍ଟନାୟକ ଧରି ଏ ଭୁବନେଶ୍ୱର ଡେଭଲପ୍ କରିଛୁ। ନୀଳମଣି ରାଉତରାୟଙ୍କୁ ଧରି, ନନ୍ଦିନୀ ଦେବୀଙ୍କୁ ଧରି, ଆମର ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଆମ ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ସମସ୍ତଙ୍କୁ ଯାଇ କରିଛୁ, କରିବୁ। ଅପରାଜିତା ପେଣ୍ଡାଲକୁ ଯାଇଥିଲେ। କାଲି ଏତେ କଟଆଉଟ୍ ଲାଗିଛି ଭୁବନେଶ୍ୱରଟା ଯାକ। ହାରିଆ ଏମ୍ଏଲ୍ଏଙ୍କର ଲାଗିଛି, ଜିତିଆ ଏମ୍ଏଲ୍ଏଙ୍କର ଲାଗିଛି, ସବୁ ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ 2 ଜଣଙ୍କର ଲାଗିଛି। ଆଉ ଗୋଟେ ଅପରାଜିତାର କେଉଁଠି ଗୋଟେ କାଲି ଫଟୋ ଦେଖିଛ? କେଉଁଠି ଗୋଟେ କଟଆଉଟ୍ ଗୋଟେ ପୋଷ୍ଟର କିଛି?